ତିତିସିଂ ଗ୍ରାମରେ ଥିବା ପୋଖରୀରେ ଗାଧୋଇବାକୁ ଯାଇ ଯୁବକର ମୃତ୍ୟୁ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ବଡ଼ପଦା ଗ୍ରାମର ଗୌଡ଼ ସାହିର ମାର୍କଣ୍ଡେୟ ଗୌଡ଼ଙ୍କ ପୁଅ ଗୌତମ ଗୌଡ଼ ସନ୍ଧ୍ୟା ସମୟରେ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁଇ ଜଣ ସାଙ୍ଗ ମିଶି ନିକଟସ୍ଥ ତିତିସିଂ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗୌତମର ସାଙ୍ଗ ଶୌଚ ପାଇଁ ଯାଇଥିବା ବେଳେ ଗୌତମ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ଶୁଣିବାକୁ ମିଳିଛି। ଶୌଚ ହୋଇ ପୋଖରୀ କୂଳକୁ ଆସି ଦେଖିଲା ବେଳକୁ ଗୌତମ ନଥିବା ଦେଖିଥିଲେ। କିଛି ସନ୍ଦେହ ହେବାରୁ ପୋଖରୀରେ ଖୋଜାଖୋଜି କରିଥିଲେ। ବହୁ ସମୟ ପରେ ଗୌତମକୁ ଖୋଜି ପାଇଥିଲେ। ଖବର ପାଇ ଖଜୁରୀପଦା ଫାଣ୍ଡିର ସୁରକ୍ଷା କର୍ମୀମାନେ ପହଞ୍ଚି ଗୌତମକୁ ଖଜୁରୀପଦା ଚିକିତ୍ସାଳୟକୁ ପଠାଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ବିଳମ୍ବିତ ରାତ୍ରି ସମୟରେ ସମସ୍ତ ତଦନ୍ତ ପରେ ପାଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଆଜି ସକାଳ 8ଟା ବେଳେ ସୂଚନା ମିଳିଛି।